गोटे कथा न देखिला लोक देख कईच काढ़ी जीवे सब जिन देखला बेलू कहीं मो देहर हजम हो नहीं बारे सेनापति बाबू नहीं 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 मंत्री बाबू बा अरे तुआ भलिया मंत्री कोटी जन्मर टप बले एमितिया मंत्री मिले यही राज्य तले अरे तुमे जेमितिया मंत्री ओ मनटा पवित्र हो गला जेमिति राजा को गोड़े घाटी चकटी गला सीधा मंत्री समुदी ना ये कथा देखला बेलू कहीं मोटे हरे हजम हो नहीं अरे मु भाभी ए राज्यर राजा हे सेनापति दिग्विजय बाबू मु तांकर महामंत्री हेबी किंतु देखला बेलकू फलटा हेला ओलो ए कथाटा जाके तुरंत सेनापति को कहबी जेमिति सेनापति के गोलाई घाटी चकटी देबी मो नारी से उठिबो आ बसिबो मो ना जट पात्र भलरे थिले बेलपटा रागी गले पूरा छिन छत्रा नहीं 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 ये कोठा जाई तुरंत सेनापति को कहबू ना हे भाषा मिछ 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 सब मिछ अरे राज्यर जन प्रजा माने कोन सतरे पागल होई जाइछंती ना कोन अरे इले मंत्री घरे पुआटा जन्म होईछि राजा घरे झियोटा अरे जन्म होला मात्र मंत्री रो स्त्रीटा से शिशुपुत्र को जन्म करी मारे चली गला अरे मंत्री रो स्त्रीटा मरी गला बोली कोन सतरे राजाटा मंत्री सहित समुदी करिवे लाई आ बड़ होला परे से मंत्री रो पुआटा को ज्वाई करी राज्यर राजा करेबे नहीं 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 अरे कथारे अछि जेबे न देखिबा बेनी रो याने परते न जिबा गुरु अचने मु केमिते विश्वास करिबि जा एटा गोटिए कथा सेनापति बाबू प्रणाम करे अरे जट आज्ञा ए अबेଳରେ अबे अबेଳରେ ठारे ए जट अबेଳରେ किला दिए बे कोन कहबा चाहछु रे पाड़ो कहबा को चाहूची ना तुमे जानी जानी कि अडणा हेउ जाउ ए जट आज्ञा अरे जहा कहिबार अछि सीधा सीधा कहि दे अबे एमते के बोले बंके काई कहछु बे ताले सुनिबे मु जहा कहि अरे कोन सुनेबो बलिष्ठ बिरह सुन मोहर गिरा बलिष्ठ बिरह हाथ छोड़ा हेबो 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 सुजोग हतोरा बलिष्ठ बिरह आज्ञा अबे मो किए बे आपण ए राज्यर सेनापति दिग्विजय ओ हेउछि ए राज्यर सेनापति आज्ञा आ ए राज्यटा मोर हाथ मुठारी ए राज्यटा जते बेले मो हाथ मुठारे आ कोन मोर हाथ छोड़ा हबो अरे एते बड़ वीर होइनो राज्य रे केते दिन खटुछि मचा कर राजा जीवन थिबा पर्यंत अरे एते बड़ वीर होइनो राज्य दिन खटुछि बच्चा कर कौशल प्रयोग करिन सुजोग राजसिंहासन छोड़ा वीर डम्बरू बंडंती आहे सेनापति डम्बरू बंडंती आहे सेनापति छाती राजे राजा हुआ ये थारा बलिष्ठ वीर ए सुना 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 मोहरा गिरा बलिष्ठ वीर
କହିଲୁ ଜଟ ଆଜ୍ଞା ଏବେ କେତେ ଦିନ ମୁଁ ଚାକର ହେଇ ରହିବି ଆ, ଆ, ଏ ଜଟ ଆଜ୍ଞା ଆରେ ମୋ ବାପା ବି ଦିନେ ଏ ରାଜ୍ୟର ସେନାପତି ଥିଲେ ରାଜ୍ୟର ସେନାପତି ଥିଲେ ହଁ ମୋ ବାପ ବି ଥିଲେ ଆ। ଆରେ ମୋ ବାପର ଅନ୍ତେ ରାଜା ମତେ ଅଭିଷିକ୍ତ କରାଇଛନ୍ତି ସେନାପତି ପଦରେ ଆହା ଆଉ କଣ କହିଲୁ ରାଜା ଯେତେ ଦିନ ପର୍ଯ୍ୟନ୍ତ ଜୀବନରେ ଥିବେ ଠିକ ସେତେ ଦିନ ପର୍ଯ୍ୟନ୍ତ ମୁଁ ରାଜାଙ୍କ ସେନାପତିତ୍ୱ ଗ୍ରହଣ କରିବି ଆ, ଆଉ କଣ କହିଲୁ ଏ ରାଜ୍ୟ ଛଡେଇବି ଏ ରାଜ୍ୟର ରାଜା ମୁଁ ହେବି ଏ ଜଟ ଆରେ ମୁଁ ସେମିତିଆ ସେନାପତି ନୁହେଁ ରେ ଆଉ କେମିତିଆ ସେନାପତି ସେ ଆରେ ରାଜା ହେଉଛନ୍ତି ମୋର ଭଗବାନ ଆ, ରାଜା ହେଉଛନ୍ତି ମୋର ଅନ୍ନଦାତା ତାହେଲେ ତ ଆରେ ଯିଏ କି ମୋର ଅନ୍ନଦାତା ତାଙ୍କରି ବିରୁଦ୍ଧରେ ଯଦି ଶୋଳା ପଦୁଟିଏ କହିବୁ ମରଣ ତୋ ଜିଭଟାକୁ ଟାଣି ଆଣି ଆହା ଏଇଟା ଗୋଟେ କଥା ମୋର ଜୀବ ସିନା ଟାଣି ଆଣିବେ କିନ୍ତୁ ମନ୍ତ୍ରୀ ମହାଶୟର ଜୀବଟା ଟାଣି ଆଣି ପାରିବେ ମୁଁ ଶୁଣିଛି ମୁଁ ଶୁଣିବାକୁ ପାଉଛି ରାଜା ଓ ମନ୍ତ୍ରୀ ଦି ଜଣ ସମୁଦି ହେଇଛନ୍ତି ସମୁଦି ହେଇଛନ୍ତି ବହୁତ ଭଲ ହେଇଛି ଆ, ଆରେ ମନ୍ତ୍ରୀ ବିଚରାର ସ୍ତ୍ରୀଟା ମରିଗଲା ଆହା ଆରେ ପୁଅକୁ ପାଳିଥାନ୍ତା ନା ରାଜକାର୍ଯ୍ୟ କରିଥାନ୍ତା ଯାହା କରିଛନ୍ତି ମହାରାଜ ଠିକ କରିଛନ୍ତି ସେ ମନ୍ତ୍ରୀ ପୁଅଟା ବଡ ହେଲା ପରେ ରାଜା ଝିଅକୁ ବାହା ଦେଇ ଏ ରାଜ୍ୟର ରାଜା କରାଇବେ ଆଉ ତୁମେ ସେ ଚାକରକୁ ଚାକର ହଁ ମୁଁ ଚାକର ହୋଇ ରହିବି ଛି 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 ଏ ଜଟ ଆରେ ବେଲଜ୍ଜା ହେଲା ଯେଉଁ ଜନ ତାକୁ ଡରିଲେ ଭଗବାନ କଣ କହିବାକୁ ଚାହୁଁଛୁ ବେ? କଣ କହିବାକୁ ଚାହୁଁଛି ନା ଘୋଡ଼ା ଟିମ୍ବ କହିବାକୁ ଚାହୁଁଛି ଆ, ତୁମେ ଏଠି ବିରକ୍ତ ହେଇଗଲେ ହବନି ଏନେ କୁମ୍ଭୀର ଆସି ମଝିରେ ଠିଆ ହେଲାଣି ତୁମେ କହୁଛ କଣ ହେଇଛି ନା ନ ହେଇଛି ଏଇନେ ମନ୍ତ୍ରୀ ମହାଶୟ କହୁଥିଲେ ରାଜାଙ୍କୁ ଆମର ଆଉ ସେନାପତି ଆବଶ୍ୟକ ନାହିଁ ଏ ଜଟ ଆମ ସେନାପତି ଗୋଟାଏ ବାଜେ ଲୋକ ଆମ ସେନାପତି ଗୋଟାଏ ପତ୍ର ଚଟା କୁକୁର ଏ ସେନାପତିଟାକୁ ଏ ରାଜ୍ୟରୁ ଗୋଲା ଢକା ଦେଇ ବାହାର କରିଦେବା ଆଉ ସର୍ବଶେଷ ରାଜା କଣ କହିଲେ ଜାଣିଛନ୍ତି ସେନାପତିଟା ପଦବୀଟା ଚାଲିଲା ପରେ ୟାକୁ ଭିକ୍ଷା ଥାଲ ଦେଇକିରି ଏ ରାଜ୍ୟରୁ ତଣ୍ଟିଆ ମାରିକି ବାହାର କରିଦେବା ପାଇଁ କୁହ ସେନାପତି କୁହ ଏମିତି ଲୋକର ତଣ୍ଟିଆ ମାଡ଼ ଖାଇବ ନା ଏ ରାଜ୍ୟର ରାଜା ହେବ ଏମିତି ପରଘର କୁକୁର ହବ ନା ଏ ରାଜ୍ୟ ସିଂହାସନରେ ବସିବ ନାଇଁ ନାଇଁ ବେ ଜଟ ନାଇଁ ତାହେଲେ ଏଇନେ ମନ୍ତ୍ରୀଟା ରାଜାର ସମୁଦି ହେଇଗଲା ବୋଲି ମୋତେ ରାଜ୍ୟରୁ ତୋଡ଼ି ଦେଇ ଦାଣ୍ଡର ଭିକାରୀ ସଜେଇବ ବାବା ଆଇବେ ଜଟ ଆଜ୍ଞା ଆରେ ମନ୍ତ୍ରୀ ଯଦି ଏମିତି କହୁଛି ମାରଣ ମନ୍ତ୍ରୀଟାକୁ ମାରିଦେ ଆପଣ ସେ କାର୍ଯ୍ୟ କରନ୍ତୁ ମନ୍ତ୍ରୀକୁ ମାରିବା ସହିତ ମନ୍ତ୍ରୀର ପୁଅଟାକୁ ବି ଛାଡ଼ିବି ଅନେଇଲେ ସେ ମାରଣ ମାରିଦେବି ଆଉ ଆଜିଠାରୁ ମୁଁ ସାଜିବି ସେନାପତିରୁ ଶୈତାନ ହଁ ମୁଁ ଗୋଟାଏ ଶୈତାନ ଆପଣ ଏ କାର୍ଯ୍ୟ କରନ୍ତୁ ମୁଁ ଆପଣଙ୍କ ପଛରେ ପଛରେ ଅଛି ଆବଶ୍ୟକ ପଡ଼ିଲେ ରାଜାକୁ ବି ମାରିବା ପାଇଁ ଛାଡ଼ିବି ରାଜାକୁ ବି ମାରିଦେବି ମାରଣ ମାରିଦେବି ଆରେ ନ ମାରିଲେ କେମିତି ତୁମେ ରାଜା ହବ ଏ ଜଟ ଆଜ୍ଞା ଏବେ ଚାଲ ଏବେ ସେ ମନ୍ତ୍ରୀଟା ତା ପୁଅକୁ ଘିନି ତୁ ଆଡ଼େ ଗଲା ଚାଲ ସାଧାରଣ କୁକୁର ବି ହେଇପାରିବନି ଏ ଜଟ ଏବେ କିଏ ବେ ଆଜ୍ଞା ମୁଁ ଚିହ୍ନି ପାରିଲିନି କିଏ ବେ ଆମ କଥା ଶୁଣି ଦେଇଛି ଏ କଥାଟା ଯାଇକି ରାଜାଙ୍କୁ କହିଦେଲେ ସବୁ ସରିଗଲା ନାଇଁ ବେ ନାଇଁ ମରିବ ଏବେ ସିଏ ଯିଏ ହେଉ ନା ଆମ୍ଭ ଦି ଜଣଙ୍କ କଥା ରାଜା ନିକଟଙ୍କୁ ପହଞ୍ଚିବା ପୂର୍ବରୁ ଏଇଟା ମରିବ ମହାରାଣ ମାରିଦେବି ରାଜା ଶୀଘ୍ର ଶୁଭମ ବିଳମ୍ବେ କାର୍ଯ୍ୟ ନାସ୍ତି ଏବେ ଚାଲ ବେ ଜଟ ଆଜ୍ଞା ଏବେ ଚାଲ ସେ କେମିତି ରାଜା ନିକଟକୁ ପହଞ୍ଚିବ ପ୍ରଥମେ ଶଳାଟାକୁ ପଥରୋଧ କରି ମାରଣ ମାରିଦେ ଚାଲନ୍ତୁ ଆଜ୍ଞା ଚାଲନ୍ତୁ
ଆରମ୍ଭ ହେଲା ମହାଭାରତର ପ୍ରଥମ ଅଧ୍ୟାୟ। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରାଇବା ପାଇଁ ଶକୁନିଟା ପାଶା କାଟି ଫେଙ୍ଗିଥିଲା ପାଶା କାଟି, କିନ୍ତୁ ମୋ ହାତରେ ତ ପାଶା କାଟି ନାହିଁ। କେମିତି କରିବି ଜଟ ପାତ୍ର ମୁଁ ଭଲରେ ଥିଲେ ବେଲପତ୍ର ଆଉ ରାଗିଗଲେ ପୁରା ଛିନ ଛଟ। ଏ ରାଜବଂଶଟାକୁ ସମୂଳେ ମୁଁ ହିଁ ଧ୍ୱଂସ କରିଦେବି। ଆରେ ମନେ ପଡ଼ିଯାଏ ସେ ଦୀର୍ଘ ଦିନର କଥା, ସେ ଅଭୁଲା ସ୍ମୃତି କଥା। ଯେତିକି ବେଳେ ମୁଁ ଏଡ଼ିକି ବକଟେ ଥିଲି, ଏ ରାଜା, ଏ କାଶୀ ରାଜ୍ୟର ରାଜା, ମୋ ଭଉଣୀକୁ ଭଲ ପାଇକି ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମୁଁ ଖୁସିରେ ତ ପାଗଳ ହେଇଯାଇଥିଲି, ପାଗଳ। ଆରେ ସାମାନ୍ୟ ଚାକରର ଭଉଣୀ ପୁଣି ରାଜା ଘରେ ଯାଇକି ବହୁ ହବ, କେତେ ଯେ ମୁଁ ସ୍ୱପ୍ନ ଦେଖିଥିଲି। କିନ୍ତୁ ଗୋଟାଏ କ୍ଷଣି ମାତ୍ରେ ରାଜାଟା ଧୂଳି ସାଫ କରିଦେଲା, ଧୂଳି ସାଫ। ସର୍ବଶେଷରେ ମୋ ଭଉଣୀଟା ଆତ୍ମହତ୍ୟା କରି ସ୍ୱର୍ଗ ଲୋକ ବାପା ମା ସେ ଉନ୍ନତ ହେଇଥିଲେ ସର୍ବଶେଷରେ ଭଉଣୀ ବି ମତେ ଛାଡ଼ିକି କିନ୍ତୁ ମୁଁ ଛାଡ଼ିବିନି। ଏ ରାଜବଂଶଟାକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ମୁଁ କେବେ ବି ଶାନ୍ତିରେ ରହିପାରିବିନି। ଧ୍ୱଂସ କରିବି, ଆଉ ଏ ରାଜ୍ୟର ରାଜା ମୁଁ ବି ହେଇପାରିବି। ଜଟ ପାତ୍ର ଭଲରେ ଥିଲେ ବେଲପତ୍ର ଆଉ ରାଗିଗଲେ ପୁରା ଛିନ ଛଟ। नहीं मो कान कौन शुणिला ए दी जन न रहंता माने मते आ मो पुत्र को मारिदेबे। नहीं नहीं मु ए राज्य रे रहिबिनी, अन्य राज्य को चली जीवी। हाँ हाँ अन्य राज्य को चली जीवी। दरकार नहीं मते राज्य सिंहासन जाए जाए मु अन्य राज्य को चली जाए। आदित्य बाबू तुम्हें कौन है तुम? अरे शिशुपुत्रा को धरिकी तुम्हें तुम मुखमंडल कहीं केमी अस्त व्यस्त था बोली जना पड़ी कौन है कहले तो आम जानी पुरा नहीं किछि हेइनी। अबे जटो कौन है आज्ञा कौन नहीं से कथा पचार नहांती कौन है कौन ताहेले ए मंत्री आदित्य नारायणटा आंभ दी जन कथाटा शुणी दे शुणिले तो हे जाता आज्ञा से कौन कहला से कथा शुणंतु। अबे जट से सेनापति गला कुआड़े बे से सेनापति कुकुर को देखिले एने तार तंटी कोणा करिक रक्त पी आपण मो निज लोक बोली कहि देले जटा अब एते दम्ब ओ राजार सम्मति हे जाइछे जते बेले अबे केमिति दम्भ देखाइबनी। हाँ हे मंत्री आदित्य नारायण हाँ अबे राजार सम्मति हे गली बोली कौन भाबुछु रे? अबे तो पुआटा राजार जुआई हे जीव ए राज्यर राजा हवा बड़ हला परे नहीं। हाँ आ तू आंभ दी जन कथा सब शुणिलु भल कलु। अबे तू जते बेले शुणिछु माने भल करिछु। मु सब शुणिछि तम दी जन कथा
ଗୋଟି ଗୋଟି କରି ସବୁ ଶୁଣି ସାରିଛି ସତରେ ଯାଉଛି ଯାଉଛି ଏଇନେ ରାଜାଙ୍କୁ ହଁ? କହିଦେବି ଆରେ ଯାଉ 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 ଆରେ ଯାଅ ଏ ମନ୍ତ୍ରୀ ଆଦିତ୍ୟ ନାରାୟଣ ଆମେ ଏଠାକୁ ଯିଏ ଆସିଛି ଆସିବାର ପାଦ ଚିହ୍ନଟା କେବଳ ରହିଛି କିନ୍ତୁ ଫେରିବାର ପାଦ ଚିହ୍ନଟା ନାହିଁ ମରିବୁ ମାରଣ ମାରିଦେବି ଏବେ ଭଲରେ ଭଲରେ କହୁଛେ ତୁ ସେଇ ଶିଶୁ ପୁତ୍ରଟାକୁ ମତେ ଦେଇଦେ ନଚେତ୍ ବାପ ପୁଅ ଦି ଜଣ ଏଠାରେ ମରିବ ନାଇଁ, ମୁଁ ମୋ ପୁତ୍ରକୁ ଦେବିନି ତୋ ପୁତ୍ରକୁ ଦବୁନି ନାଇଁ ହଁ ତୋ ପୁତ୍ରଟା ବଡ଼ ହେଲା ପରେ ରାଜା ଝିଅ ସହିତ ବାହା କରେଇବୁ ଆଉ ତୋ ପୁଅଟା ଏ ରାଜ୍ୟର ରାଜା ହବା ମୁଁ ଶଳା ଦେଖିବି ନାଇଁ ନାଇଁ ଏବେ ଦେ କହୁଛି ନାଇଁ ଏବେ ସେଇ ଶିଶୁ ପୁତ୍ରଟାକୁ ଦେ ନାଇଁ ଏବେ ତୁ ଯଦି ସେଇ ଶିଶୁ ପୁତ୍ରଟାକୁ ନ ଦେବୁ ମାରଣ ବାପ ପୁଅ ଦି ଜଣଙ୍କୁ ମାରିଦେବି ଏବେ ଦେ କହୁଛି ଏବେ ଦେବୁ ନାଇଁ ନେ ବାପ ପୁଅ ଦି ଜଣ ମରିବ ମୋତେ ଏବେ ଆଉ ଦେବୁ ନା ବାପ ଛାଡ଼ି ଦିଅ। ପୁଅ ଦି ଜଣ ମରିବ ନାଇଁ ହଁ? ସେନାପତି ବାବୁ ଏବେ ଭଲରେ ଭଲରେ ମୋତେ ଆଉ ମୋ କହୁଛେ ଦେଇଦେ ପୁତ୍ରକୁ ଛାଡ଼ି ଦିଅ ଛାଡ଼ିଦେବି ହଁ ହଁ ମୁଁ ଏ ରାଜ୍ୟରେ ରହିବିନି ହଁ ସେନାପତି ବାବୁ। ରାଜ୍ୟ ଛାଡ଼ି ଚାଲିଯିବୁ ଅନ୍ୟ ରାଜ୍ୟ ପୁଅଟା ବଡ଼ ଚାଲିଯିବୁ। ହେଲା ପରେ ପୁଣି ଏ ରାଜ୍ୟକୁ ଫେରି ଆସିବୁ ଆଉ ଶଳା ରାଜାର କେବେ ବି ଫେରିବିନି। ହବୁ ନା ଦେ କେବେ କହୁଛି। ବି ଫେରିବିନି ଏବେ ଦେ କହୁଛେ ନାଇଁ ଭଲରେ ଭଲରେ କହୁଛି ସେଇ ପୁତ୍ରଟାକୁ ଦେଇଦେ ହଁ ଆବେ ତ ବୋନ ନାହିଁ ବେ কুট চক্রী মন্ত্রী জীবু কাহিরে কুট চক্রী মন্ত্রী জীবু কাহিরে আজি মো হস্তরু রক্ষা নাহিরে কুট চক্রী মন্ত্রী জীবু কাহিরে ଭଲରେ ଭଲରେ କହୁଛି ସେଇ ଶିଶୁ ପୁତ୍ରଟାକୁ ଦେଇଦେ ରାଜା ଝିଅ ଶାମୁକାକୁ ବହୁ କରି ଆଣିବାକୁ ରାଜା ମନ୍ତ୍ରୀ ମିଶି ସତ୍ୟ କଲଶ ମୁଦି ହେବାକୁ ଆଶା ଧୂଳିରେ ଜୀବ ମିଳାଇରେ କୁଟ ଚକ୍ରୀ ମନ୍ତ୍ରୀ ଯିବୁ କାହିଁରେ ଏ ମନ୍ତ୍ରୀ ଆଦିତ୍ୟ ନାରାୟଣ ଏବେ ଭଲ ଦଶା ଅଛି ତ ସେଇ ପୁଅଟାକୁ ଦେଇଦେ ନଚେତ୍ ମାରଣ ବାପ ପୁଅ ଦି ଜଣଙ୍କ ମାରିଦେବି ତୁମେ ଏ ଜିନିଷରେ ମାରି ମାରିକି ମାରିଦେଲେ ମଧ୍ୟ କେହି ମରିପାରିବେ ନାହିଁ ଅନେଇଲ ମାଇ କୁତିଟିଏ ବି ମରିପାରିବ ନାହିଁ ଏଇଟା ତ ମଣିଷ ଜୀବନ କେବେ ମରିବ এইটা ହେଉଛି ମଣିଷ କଟା ଯନ୍ତ୍ର ୟାକୁ ଯଦି ଯେଉଁ ଜାଗାରେ ବ୍ୟବହାର କରିବେ ମଣିଷ ଛାଡ଼ନ୍ତୁ କିଛି ରହିବେ ନାହିଁ
ଗୋଟିଏ ଗୋଟିଏ କାହାଣୀରେ ଗୋଟାଏ ଗୋଟାଏ ନାୟକ ଥାନ୍ତି ଆଉ ଗୋଟାଏ ଗୋଟାଏ ଖଳନାୟକ ଥାନ୍ତି। ଏ କାହାଣୀରେ ମୁଁ ସାଜିବି ଖଳନାୟକ। ଯେମିତି ମହାଭାରତରେ ଅର୍ଜୁନଟା ଶ୍ରୀଖଣ୍ଡିନୀକୁ ଢାଳ କରିଥିଲା, ମୁଁ ଏ ସେନାପତିକୁ ଢାଳ କରିକି ରାଜବଂଶଟାକୁ ଧ୍ୱଂସ କରିଦେବି। ଏମିତି ଯନ୍ତ୍ରଣା ପକେଇବି ମୋ କଥାରେ ସେନାପତିଟା ଉଠିବ ପଡ଼ିବ। ଜଟପାତ୍ରକୁ जय मां भवानी मां लबन दुर्गा। आज तोरी करुणार मां मु गोटाए जंगल दस्यु साजिछि। काहेकि लो मां काहेकि कोण पाइलो मां ए जंगल रे गोटे मते पथहरा मनीष सजाई देई छुतो आउ कोण पाइलो मां कौन पाइल बा गोटे पथहरा मनीष को गोटे जंगल परिचय देइछुलो बा। मानिबाकू पड़िबो लो बा, मानिबाकू पड़िबो तोर महिमा। जहा तोर इच्छा लो मा मालो एइथि पाई रगिछु ना। ए बाबू दस्यु जीवन रे केबे खराब काम करिबुनी, करिबु केवल भल काम। आउ सेइथि पाई मते ए जंगल रे रखि देइछुलो मा। बस जहा तोर इच्छा लो मा। भल मनीष मानक मु गोटे भल मनीष आउ खराब लोक मु गोटे खराब लोक। तमरे शैतान मानक मु गोटे शैतान। गोटे कथा मो मन को बारंबार विब्रत करुच्ची आउ सहीटा होची महाशय। अरे कौन है तुमर गोटाए मारे सब सरी जाई थांता रे। किए बे अबे मो पचारुछि तू के आउ सही कथरा मो पचारुछि। मो गोटाए सहिता तू सहिता। हां मो गोटाए सहिता। आउ तो भले शैतान मानकर बप्पा मो। आज्ञा आज्ञा पलैबा आज्ञा पलैबा। ये आपनकर बोपा कौन हला बोपा किए बे प्रणाम करना दिए एना कहला परा आपनकर बोपा मारी देबी। बोपा के मारण मारी देबी। कथाटा उलटी जीव माट होई जो पलैबा काको हमको मारो हमको माट होई बे जीव। तो भय लागुछ बे। माट को किए भय करी नहीं जा स्वयं भगवान महादेव माट को भय। ए तू जाबे आज्ञा पलैबा आपनको बोपा पिटिबो। मैं तो जानिनी आज्ञा ये भी जानिनी हां बाघ बाघ जे केते बेले छेली हेई गले। अबे मो गोटाए कंचा मांस छिया बाघ आउ तोरी कंचा मांसटा को ओ खाइबी। हां देखु नांती मांस खाइबो एबे एने बोपा लाइबे ना मांस खाइबो छेचिबो पळैबा आज्ञा मो कथा मानंतु पळैबा।
ମାଡ଼ ଫାଡ଼ ହେଇଗଲା ଅବସ୍ଥା ଆମର ସଂକଟାପୂର୍ଣ୍ଣ ହେଇଯିବ ତ ମତ ସବୁ ଚାଲି ହେ ବାବୁ ତମେ ଏଇଠି ଯିବ ନା କଣ ଏବେ ତୁ ଏଠାରୁ ଯିବୁ ନା ନାହିଁ କଣ ଆରେ ଏଇଟା ହେଉଛି ମୋର ଶତ୍ରୁ ଆଉ ଶତ୍ରୁକୁ ସଂହାର କରିବା ହେଉଛି ମୋ କାମ ଦେଖ, ଭଲ ଦଶା ଅଛି ତ ଏଠି ଚାଲ। ଏ ଜଙ୍ଗଲ ହଉଛି ମୋ ଘର ଆଉ ଜଙ୍ଗଲ ଛାଡ଼ି ଯିବି କୁଆଡେ ନହେଲେ ମରିବୁ ମାର ମୋ- ମାରିଦେବି ମତେ ମାରିବୁ ହଁ ମାରିଦେବି ତୋର ଏତେ ସାହସ ହଁ ଏଇ ବାପ ପୁଅକୁ ମାରିବା ପୂର୍ବରୁ ଶଳା ତୁ ମରିବୁ ମତେ ମାରିବୁ ମାରିଦେବି ମାରିଦେ ଆଉ ତାପରେ ଏ ମନ୍ତ୍ରୀ ଆଦିତ୍ୟ ନାରାୟଣ କଣ କଣ ଭାବିଛୁ ଆଁ? ଏ ମଣିଷ ବିରି ହ ଲୋକଟା ଉପରେ ଏମିତି ଅତ୍ୟାଚାର ନିରୀହ କରୁଛୁ। ମଣିଷ ନୁହେଁ ବେ ଆଉ ତା ପୂର୍ବରୁ ଏଇଟା ହେଉଛି ମୋର ଶତ୍ରୁ ଅଶତ୍ରୁ ତା ପୂର୍ବରୁ ତୁ ଶଳା ମରିବୁ ମୁଁ ମରିବି ମରଣ। ହଁ ବେ। ମତେ ଆଉ ମୋ ପୁତ୍ରକୁ ବଞ୍ଚେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବାବୁ। ହେ ମହାଶୟ ଆରେ ମତେ କାହିଁକି ଧନ୍ୟବାଦ ଜଣାଉଛ ଆରେ ଧନ୍ୟବାଦ ଜଣାଇବାର ଅଛି ତ ସେଇ ବା ବନ ଦୁର୍ଗାଙ୍କୁ ଜଣାନ୍ତୁ ମୁଁ ଜଣେ ମଣିଷ ଆଉ ମଣିଷ ପଡ଼ି ହିସାବରେ ତମେ ବିପଦରେ ପଡ଼ିଥିଲା ମୁଁ ତମକୁ ଉଦ୍ଧାର କରିଛି ମୁଁ କିଛି ନୁହଁ ହେ ବାବୁ ଆରେ ସେମାନେ କିଏ ଆଉ ତମେ କିଏ ଆଉ ତମକୁ ସେମାନେ କଣ ପାଇଁ ମାରୁଥିଲେ କଣ ପାଇଁ ମହାଶୟ କୁହନ୍ତୁ ମୋ ପରିଚୟ ଶୁଣିବ ବାବୁ। ନିଶ୍ଚୟ ବାବୁ ତାହେଲେ ମୋ ପରିଚୟ ଶୁଣ ବାବୁ। ଆରେ କୁହ ମୁଁ ହେଉଛି ଏ କାଶୀ ରାଜ୍ୟ ରାଜା ମର୍କତ କେଶରୀଙ୍କ ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ମହାମନ୍ତ୍ରୀ ଆଦିତ୍ୟ ନାରାୟଣ ହଁ ବାବୁ ଆଉ ମୋର ଏ କଳା ଶିଶୁ ପୁତ୍ର ଏହାର ନାମ ହେଉଛି ସାଗର ଚରଣ। ତାହା ତ ଠିକ ଯେ ହେଲେ ସେମାନେ କଣ ପାଇଁ ମାରୁଥିଲେ ତମକୁ କଣ ପାଇଁ ମହାଶୟ ଆରେ କୁହନ୍ତୁ କହିବି ବାବୁ ଗୋଟି ଗୋଟି କରି ସବୁ କହିବି ବାବୁ। କୁହନ୍ତୁ ମହାଶୟ କୁହନ୍ତୁ ତମର କିଛି ବି ହବନି ମୁଁ ଅଛି ତମର କିଛି ବି କ୍ଷତି ହବନି ରାଜା ମର୍କତ କେଶରୀ ମୋତେ କଥା ଦେଇଛନ୍ତି ବାବୁ ତାଙ୍କ ଝିଅ ଶାମୁକା ଆଉ ମୋ ପୁତ୍ର ସାଗର ଚରଣ ଏଇ ଦୁଇ ଜଣ ଯେତେବେଳେ ଯୌବନ ପ୍ରାପ୍ତ ବୟସରେ ଏଇ ମର୍ତ୍ତ୍ୟମଣ୍ଡଳରେ ପଦାର୍ପଣ କରିବେ ତାଙ୍କୁ ବିବାହ ଦେବେ ବୋଲି କହିଛନ୍ତି। ତାହା ତ ଉଚିତ କଥା ସେ ସବୁ କଥା ସରେଇ ନ ପାରି ଏଇ ଦି ଜଣ ମୋତେ ଆଉ ମୋ ପୁତ୍ରକୁ ମାରି ଦେବାକୁ ଯାଉଛି। ଏଇ ମହାଶୟ ନାଇଁ ସେମିତି କିଛି ବି ହବନି କିଛି ବି ହବନି କିଛି ବି ହବନି ହେ ମନ୍ତ୍ରୀ ମହାଶୟ ଆରେ ତମେ ଚିନ୍ତା କରନି ମୁଁ ଅଛି ତମର ସେବା ଯତ୍ନ କରିବି ଆଉ ତମ ରାଜ୍ୟକୁ ମୁଁ ନିଶ୍ଚୟ ଫେରାଇ ଦେବି ନାଇଁ ବାବୁ
କିଛି ଲାଭ ନାହିଁ ବାବୁ। କିନ୍ତୁ କାହିଁକି କଣ ପାଇଁ ମହାଶୟ କଣ କାହିଁକି ପାଇଁ ଲାଭ ହେବନି? କାହିଁକି ନା ମୋତେ ମୋତେ ବହୁତ ରକ୍ତାକ୍ତ କରି ମାରିଛନ୍ତି। ଜାଣିଛି ମହାଶୟ ଜାଣିଛି, ଆଉ ସେଇଥିପାଇଁ ତ କହୁଛି ଆରେ ତମର ସମଯତ୍ନ କରି ତୁମ ରାଜ୍ୟକୁ ଫେରାଇ ଦେବି ତମକୁ। ନାଇଁ ବାବୁ, ତମର କିଛି ବି ହବନି। ନାଇଁ ମୁଁ ଆଉ ବଞ୍ଚିବି। ଏ ମନ୍ତ୍ରୀ ମହାଶୟ, ଆପଣ ଏ କଣ କହୁଛନ୍ତି? ଆପଣ ଯଦି ନ ବଞ୍ଚିବେ ଆପଣଙ୍କ ଶିଶୁପୁତ୍ର ବଞ୍ଚିବ କେମିତି? ନାଇଁ ବାବୁ, ଏ ମନ୍ତ୍ରୀ ମହାଶୟ ଆପଣଙ୍କୁ ବଞ୍ଚିବାକୁ ହବ, ଆଉ ତାପରେ ଯାଇ ନାଇଁ ମୁଁ ଆଉ ବଞ୍ଚିବି। ଏ ମନ୍ତ୍ରୀ ମହାଶୟ ନାହିଁ, ଆପଣ ସେମିତି କିଛି କୁହନ୍ତୁ। ହେଲେ ବାବୁ ମୋର ଗୋଟାଏ କଥା ରଖିବ ବାବୁ। ଗୋଟାଏ କଥା ହଁ ବାବୁ, କୁହନ୍ତୁ ମନ୍ତ୍ରୀ ମହାଶୟ। ମୁଁ ତ ଆଉ ଚେଷ୍ଟା କରିବି। ବଞ୍ଚିବିନି। ମୁଁ ମରିବା ପୂର୍ବରୁ ମୁଁ ମୋ ପୁତ୍ରକୁ ଆପଣଙ୍କୁ ସମର୍ପଣ କରିବି। ଏ ମନ୍ତ୍ରୀ ମହାଶୟ ଆପଣ ଏ କଣ କହୁଛନ୍ତି? ଆରେ ମୋ ଯେ ବଞ୍ଚିବା କେତେ କଷ୍ଟ ସାଧ୍ୟ, ପୁଣି ଆପଣଙ୍କର ସେ କଣ ଶିଶୁକୁ? ମନ୍ତ୍ରୀ ମହାଶୟ ନାହିଁ ଆପଣ ସେମିତି କୁହନ୍ତୁନି। ଆରେ ମୁଁ ବଞ୍ଚିବା କେତେ କଷ୍ଟ ସାଧ୍ୟ, ପୁଣି ଆପଣଙ୍କର କଣ ଶିଶୁପୁତ୍ର ନେଇ ମୁଁ ବଞ୍ଚେଇବି କେମିତି? ନାଇଁ ମନ୍ତ୍ରୀ ମହାଶୟ ଆପଣ ଯାହା କହିବେ ମାନିବି, ହେଲେ ଏସବୁ ନାଇଁ ମୁଁ ବୁଝିପାରିବିନି। ନାହିଁ ବାବୁ, ଆପଣ ମନା କରନ୍ତୁନି ବାବୁ। ଆପଣ ମନା କରନ୍ତୁନି। ଦେଖନ୍ତୁ ମନ୍ତ୍ରୀ ମହାଶୟ ଆପଣଙ୍କର କିଛି ବି ହବନି, ଆପଣଙ୍କ ଶିଶୁପୁତ୍ର ମଧ୍ୟ କିଛି ହବନି। ଆପଣଙ୍କୁ ଆପଣଙ୍କୁ ମୋ ପୁଅର ଏ ମନ୍ତ୍ରୀ ମହାଶୟ ଆରେ କଣ ଶିଶୁ ହଉଛି ଭଗବାନଙ୍କୁ ସଦୃଶ୍ୟ, ଆଉ ସେ ଭଗବାନଙ୍କ ପାଖରେ ମତେ ରାଣ ପକେଇ ଦେଇଛ। ତେବେ ଠିକ ଅଛି, ଯେତେବେଳେ ରାଣ ପକେଇଛ ତାହେଲେ ଦିଅନ୍ତୁ ଆପଣଙ୍କର ଶିଶୁପୁତ୍ରକୁ, ଦିଅନ୍ତୁ ମନ୍ତ୍ରୀ ମହାଶୟ ଦିଅନ୍ତୁ। ହେଲେ ବାବୁ ସବୁ ତ କହିଲି, ଆଉ ଗୋଟେ ପଦ ଆରେ ରହିଗଲା। ଆହୁରି ପୁଣି କଣ ଅଛି ମନ୍ତ୍ରୀ ମହାଶୟ? ଅଛି ବାବୁ। ଆରେ କୁହନ୍ତୁ କୁହନ୍ତୁ ମନ୍ତ୍ରୀ ମହାଶୟ କୁହନ୍ତୁ। ରାଜା ମତେ କଥା ଦେଇଛନ୍ତି, ସେ ସବୁକୁ ଆପଣଙ୍କୁ ପୂରଣ କରିବାକୁ ହବ ବାବୁ। ଚେଷ୍ଟା କରିବି ମନ୍ତ୍ରୀ ମହାଶୟ, ନା ଚେଷ୍ଟା କରିବି। ପୂରଣ କରିବେ ବାବୁ। ଆଉ ମୋର ଏ ସାଗର ଚରଣକୁ ଗୋଟାଏ ରାଜକୁମାରର ପରିଚୟ ଦବ ବାବୁ। ହେଲେ ବାବୁ ମୁଁ ଆଉ ବେଶୀ ସମୟ ରହିପାରିବିନି। ଆପଣ ବଞ୍ଚିବେ, ଆପଣ ନିଶ୍ଚୟ ବଞ୍ଚିବେ, ଆପଣଙ୍କର କିଛି ବି ହବନି। ଆପଣଙ୍କୁ ମୋ ଛାତିର କଲିଜାଟାକୁ ଆପଣଙ୍କୁ ସମର୍ପଣ କରୁଛି ବାବୁ। ଛାତିର କଲିଜା ଯେ ଅଲଗା ହବ, କେମିତି ରହିବ ବାଟ ଚାଲିବ, କେମିତି ରହିବ ବାଟ ଚାଲିବ। ଆଖି ହବ ଛଳ ଛଳ ଲୁହ ଝରିବ, ମନ ହେବ କଳ ବଲ ବୋଲ ମାନିବ। ବଞ୍ଚି ରହିବାକୁ ହବ ତାତେ ରହିଲା ରଣ, ବଞ୍ଚି ରହିବାକୁ ହବ ତାତେ ରହିଲା ରଣ। ସରିନି 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 ଫଗୁଣ, ଆସିଲା ଶ୍ରାବଣ। ସରିନି ଫଗୁଣ
ଆସିଲା ଶ୍ରାବଣ ଆ ଆ ଆ ছাতেরো কলেজা যে অলগা হব কেমিতি রহিব বাট চালিব কেমিতি রহিব বাট চালিব আখি হব ছল ছল লোহ ঝরিব মন হেব কল বল বল মানিব বঞ্চি রহিବାକୁ হব ତତେ ରହିଲା ରଣ ବଞ୍ଚି ରହିବାକୁ ହବ ତତେ ରହିଲା ରଣ ସରିନି 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 ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ মমতাকু ঝুরি ঝুরি লোহ হেলা বৈতরণে পটসরে পদহারে মিলে না পড়তা কনে মমতাকু ঝুরি ঝুরি লোহ হেলা বৈতরণে পটসরে পদহারে মিলে না পড়তা কনে শোভে আজি মাডক কেহি শুଣିলে পদ আজি ঝুঁটি পড়ে কেহি কহিলে বঞ্চি রহিବାକୁ হব ତତେ ରହିଲା ରଣ ବଞ୍ଚି ରହିବାକୁ ହବ ତତେ ରହିଲା ରଣ ସରିନି 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 ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା